ନବୀନ ବାବୁଙ୍କର ମୁମ୍ବାଇ ଠାରେ ଅସ୍ତ୍ରୋପଚାର ହେଉଛି ଏବଂ ସେଥିପାଇଁ ଆଜି ସବୁ ଓଡ଼ିଶା ସାରା ସବୁ ମନ୍ଦିରରେ ଆଜି ମାନେ ପୂଜାପାଠ କରାଯାଉଛି ଏବଂ ଆଖଣ୍ଡଳମଣି ମନ୍ଦିରରେ ଆଜି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ଠାକୁରଙ୍କ ନିକଟରେ ପୂଜା ପ୍ରାର୍ଥନା କରାଗଲା ଏବଂ ପ୍ରଭୁଙ୍କୁ ଆମେ ଡାକୁଛୁ ଯେ ନବୀନ ବାବୁଙ୍କୁ ଆଶୀର୍ବାଦ ଦିଅନ୍ତୁ, ତାଙ୍କ ଅସ୍ତ୍ରୋପଚାର ସଫଳ ହଉ ଏବଂ ସେ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶାକୁ ଫେରନ୍ତୁ ଏବଂ ପୁଣି ଓଡ଼ିଶାର ନେତୃତ୍ୱ ନିଅନ୍ତୁ। ସେ ନବ ଓଡ଼ିଶାର ନିର୍ମାତା, ଗରିବ ଲୋକମାନଙ୍କ ପାଇଁ, ଚାଷୀ, କୃଷକ, ମହିଳା, ଛାତ୍ର ସମସ୍ତଙ୍କ ପାଇଁ ଅନେକ ନୂତନ ଯୋଜନା ପ୍ରଣୟନ କରି ନୂତନ ଅଧ୍ୟାୟ ଓଡ଼ିଶାରେ ସୃଷ୍ଟି କରିଛନ୍ତି ଏବଂ ତାଙ୍କୁ ଆଜି ସମସ୍ତେ ଝୁରି ହେଉଛନ୍ତି। ନବୀନ ବାବୁ କେମିତି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ନବୀନ ବାବୁ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏବଂ ଦୀର୍ଘ ପାଞ୍ଚ ଥର ସେ ମୁଖ୍ୟମନ୍ତ୍ରୀ, ଦୀର୍ଘ 25 ବର୍ଷରୁ ଉର୍ଦ୍ଧ୍ୱ ସେ ମୁଖ୍ୟମନ୍ତ୍ରୀ ରହି ଓଡ଼ିଶା ପାଇଁ ଯେଉଁ ଜନକଲ୍ୟାଣ କାର୍ଯ୍ୟକ୍ରମ ସବୁ କରିଛନ୍ତି ଲୋକମାନେ ତାକୁ ଭୁଲି ପାରି ନାହାନ୍ତି ଏବଂ ଏଭଳି ଜଣେ ନେତା, ବିଶେଷ କରିକି ଏଭଳି ଜଣେ ମଣିଷ ଆଉ ଥରେ ଓଡ଼ିଶାରେ ପାଇବା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ବହୁତ କଷ୍ଟ। ତେଣୁ ଆମେ ସମସ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ନବୀନ ବାବୁ ପୁଣି ଜଲ୍ଦି ସୁସ୍ଥ ହୋଇ ଓଡ଼ିଶାରେ ଫେରି ଓଡ଼ିଶାର ନେତୃତ୍ୱ ନିଅନ୍ତୁ ଏବଂ ଆଜି ତାଙ୍କର ଅସ୍ତ୍ରୋପଚାର ସଫଳ ହେଉ। लेटेस्ट न्यूज अपडेट पाई www.nowodisha.com को लॉगिन करंतु।